ପିଲାମାନେ ଏଠି ଆମ ପାଖରେ ଗୋଟେ ଭଗ୍ନାଂଶ ଅଛି ଏବଂ ଏଇ ଭଗ୍ନାଂଶର ଆମେ କ'ଣ କରିବା ବର୍ଗମୂଳ ବାହାର କରିବା। 64 ଏଇ ସଂଖ୍ୟାଟିର ବର୍ଗମୂଳ ବାହାର କର। ଆମେ ବର୍ଗମୂଳ କହିଲେ କ'ଣ ବୁଝୁଛେ? ଆମକୁ ଗୋଟେ ସଂଖ୍ୟା ବାହାର କରିବାକୁ ପଡ଼ିବ। ସେଇ ସଂଖ୍ୟାକୁ ଆମେ ଯଦି 2 ଥର ଗୁଣିବା ଆମେ ପାଉଥିବା 64। ଆମେ କେମିତି କରୁଛେ? ଆମେ 64ର ମୌଳିକ ଉତ୍ପାଦକୀକରଣ କରିପାରିବା। 2ରେ 32 ଗୁଣିଲେ 64, ତାପରେ 2ରେ 16 ଗୁଣିଲେ 32, 2ରେ 8 ଗୁଣିଲେ 16, 2ରେ 4 ଗୁଣିଲେ 8, 2ରେ 2 ଗୁଣିଲେ 4। ମୁଁ ଲେଖିପାରିବି 64କୁ 2 ଗୁଣନ 2 ଗୁଣନ 2 ଗୁଣନ 2 ଗୁଣନ 2 ଗୁଣନ 2, କାରଣ 6 ଥର 2 ଅଛି ଏଠି ଦେଖ। ତାପରେ 2 ଥର 2କୁ ମୁଁ ଲିଖିପାରିବି 2ର ବର୍ଗ ଗୁଣନ 2ର ବର୍ଗ ଗୁଣନ 2ର ବର୍ଗ। ଏବେ ଯେତେବେଳେ ଆମେ 64ର ବର୍ଗମୂଳ ବାହାର କରିବା ଆମେ ଏପଟରେ ବି ବର୍ଗମୂଳ ଦେବା ଏବଂ ବର୍ଗମୂଳ ଏବଂ ଏ ବର୍ଗ କଟିଯିବ। ବୁଝିପାରିଲ? ତ ରହିବ କେତେ? 2 ଗୁଣନ 2 ଗୁଣନ 2 ଏବଂ 2 ଗୁଣନ 2 କେତେ? 4, 4 ଗୁଣନ 2 8। ତେଣୁ 64ର ବର୍ଗମୂଳ 8। ସେମିତି ଏ ଭଗ୍ନାଂଶର ଆମେ ବର୍ଗମୂଳ କେମିତି ପାଇବା? ପ୍ରଥମେ ମୁଁ ପ୍ରଶ୍ନଟିକୁ ଲେଖୁଛି। ଏବେ ଦେଖ ମୁଁ ଏହାକୁ ଲେଖିପାରିବି 1ର ବର୍ଗମୂଳ ବିଭକ୍ତ 200ର ବର୍ଗମୂଳ। ଏବେ 1ର ବର୍ଗମୂଳ କେତେ ହେବ? 1 ହେବ, କାରଣ ଆମେ 1ରେ 1 ଗୁଣିଲେ ପାଉଛେ 1, ତେଣୁ 1ର ବର୍ଗମୂଳ 1। ତେଣୁ ମୁଁ ଲେଖିବି 1 ଏଠି ବିଭକ୍ତ 200ର ବର୍ଗମୂଳ ବାହାର କରିବି। ଏବେ 200ର ବର୍ଗମୂଳ କେମିତି ପାଇବା? ଆମେ 200ର ମୌଳିକ ଉତ୍ପାଦକ ବାହାର କରିବା। 2ରେ 200 ହରିଲେ କେତେ ହେବ? 100। ତାପରେ 100କୁ ଆମେ 2ରେ ହରିଲେ 50 ପାଇବା। ଏବେ 50କୁ 2ରେ ହରିଲେ 25 ପାଇବା। 25କୁ 2ରେ ତ ହରିପାରିବା ନାହିଁ, କେତେରେ ହରିହେବ? 5ରେ ପାଇବା 5। ଏବଂ 200ର ମୌଳିକ ଉତ୍ପାଦକ କ'ଣ କ'ଣ ହେବ? 2 ଗୁଣନ 2 ଗୁଣନ 2 ଗୁଣନ 5 ଗୁଣନ 5। ଏବେ ମୁଁ ଲେଖିପାରିବି 2 ଗୁଣନ 2କୁ 2ର ବର୍ଗ ଗୁଣନ 2 ଗୁଣନ 5ର ବର୍ଗ, କାରଣ 5 ବି 2 ଥର ଅଛି। ବୁଝିପାରିଲ? ତେଣୁ 200ର ବର୍ଗମୂଳ କେତେ ହେବ? ବର୍ଗମୂଳ କାହାର? 2ର ବର୍ଗ ଗୁଣନ 2 ଗୁଣନ 5ର ବର୍ଗ। ଏବେ ଏଇ 2 ଏବଂ 5 ଇଏ ବର୍ଗମୂଳ ବାହାରକୁ ଆସିଯିବେ। କାହିଁକି ଆସିବେ? କାରଣ ଏମାନେ ବର୍ଗ ହେଇକି ଅଛନ୍ତି। 2 ଗୁଣନ 2 ଅଛି, ସେଥିଲାଗି 2ର ବର୍ଗ। 5 ଗୁଣନ 5 ଅଛି, ସେଥିଲାଗି 5ର ବର୍ଗ। ଏବେ ବର୍ଗମୂଳ ଭିତରେ କିଏ ରହିବ? ଏଇ 2ଟି ରହିବ, କାରଣ ଏ 2ଟି ବର୍ଗ ହେଇକି ନାହିଁ। କାରଣ ଆମେ ଏଠି ଯଦି ମୁଁ ଲେଖିପାରିବି 4ର ବର୍ଗ, ତାପରେ ମୁଁ 4ର ବର୍ଗର ବର୍ଗମୂଳ କେତେ ପାଇବି? 4 ପାଇବି। ବୁଝିପାରିଲ? ସେମିତି ଏଠି 2ର ବର୍ଗର ବର୍ଗମୂଳ ହେଲା 2, 5ର ବର୍ଗର ବର୍ଗମୂଳ ହେବ 5, କିନ୍ତୁ 2ର ଏଠି ବର୍ଗମୂଳ ପାଇପାରିବା ନାହିଁ। ସମାନ ମୁଁ ଲେଖିପାରିବି 2ରେ 5 ଗୁଣିଲେ କେତେ? 10, 10 ଗୁଣନ 2ର ବର୍ଗମୂଳ। ଏବେ ମୁଁ 200ର ବର୍ଗମୂଳ ଜାଗାରେ କେତେ ଲେଖିବି? 10 ଗୁଣନ 2ର ବର୍ଗମୂଳ। ଏବେ ଆମେ ଆଉ କ'ଣ କରିପାରିବା କହିଲ? ଦେଖ ମୁଁ କ'ଣ କରିବି? ଲବରେ ବି ଗୁଣିବି 2ର ବର୍ଗମୂଳ ଏବଂ ହରରେ ବି ଗୁଣିବି 2ର ବର୍ଗମୂଳ। କାହିଁକି ଗୁଣିବି ଦେଖ? ଉପରେ 2ର ବର୍ଗମୂଳ ଗୁଣିଲି, ତଳେ ବି 2ର ବର୍ଗମୂଳ ଗୁଣିଲି। ଆଗରୁ ଥିଲା କେତେ? 10 ଗୁଣନ 2ର ବର୍ଗମୂଳ, ଏବେ ମୁଁ ଆଉ ଗୋଟେ 2ର ବର୍ଗମୂଳ ଗୁଣିଲି। ଗୁଣିଲେ କ'ଣ ହେବ ଦେଖ? ଉପରେ କେତେ ହେଇଯିବ? 1ରେ 2ର ବର୍ଗମୂଳ, 1ରେ ଯେଉଁ ସଂଖ୍ୟା ଗୁଣିବା ଆମେ ସେଇ ସଂଖ୍ୟା ପାଇବା। ତେଣୁ ଲେଖିଲି 2ର ବର୍ଗମୂଳ ବିଭକ୍ତ 10 ଗୁଣନ 2ର ବର୍ଗମୂଳରେ 2ର ବର୍ଗମୂଳ ଗୁଣିଲେ କେତେ ହେବ? 2 ହେବ। କେମିତି ହେବ ଦେଖ? ଦେଖ ମୁଁ ଏଠି ଲେଖୁଛି 2ର ବର୍ଗମୂଳ ଗୁଣନ 2ର ବର୍ଗମୂଳ କେତେ ହେବ? ତାହେଲେ ବର୍ଗମୂଳ ଭିତରେ ମୁଁ 2କୁ 2 ଥର ଯାକ ଗୁଣିବି, କାରଣ ଏଠି ଥରେ 2 ଅଛି, ଏଠି ଆଉ ଥରେ 2 ଅଛି। ଏବେ 2କୁ 2 ଥର ଗୁଣିବା ଯା ଲେଖିବା କେତେ? 2ର ବର୍ଗ। ଏବେ 2ର ବର୍ଗର ବର୍ଗମୂଳ କେତେ? 2 ହେବ। ସେଥିଲାଗି 2ର ବର୍ଗମୂଳ ଗୁଣନ 2ର ବର୍ଗମୂଳ କେତେ ହେବ? 2 ହେବ। ତେଣୁ ମୁଁ ଏଠି ଲେଖିବି 2। ଏବେ 2ର ବର୍ଗମୂଳ ବିଭକ୍ତ 20, 10ରେ 2 ଗୁଣିଲେ 20। ନହେଲେ ଆମେ ଲେଖିପାରିବା କ'ଣ? 1 ବିଭକ୍ତ 20 2ର ବର୍ଗମୂଳ। ଏମିତି ବି ଆମେ ଲେଖିପାରିବା।